ଭଗବାନଙ୍କ ରାଜ୍ୟରେ ଦୁଃଖ। ରଚନା ବିପିନ ବିହାରୀ ରାୟ। ଏ ଜଗତ ନାନାଦି ଦୁଃଖରେ ଜର୍ଜରିତ। ଜରା, ରୋଗ, ମୃତ୍ୟୁ, ଦରିଦ୍ରତା, ନିଷ୍ଠୁରତା, ଦୁରାଚାର, ଅତ୍ୟାଚାର ପ୍ରଭୃତିର କବଳରୁ ସଂସାର କେବେ ହେଲେ ମୁକ୍ତି ପାଇନାହିଁ। ଏସବୁ ପରିଦର୍ଶନ କରି କିଏ ବିଶ୍ୱାସ କରିବ ଏ ବିଶ୍ୱବ୍ରହ୍ମାଣ୍ଡ ଏକ ସର୍ବଶକ୍ତିମାନ ପରମ ମଙ୍ଗଳମୟ ବିଧାତାଙ୍କର ସୃଷ୍ଟି? କିଏ ବିଶ୍ୱାସ କରିବ ଯେ ଏହାର ମୂଳରେ ବିଶ୍ୱଜ୍ଞ ପୁରୁଷ ରତ୍ନ ଚିରନ୍ତନ ବିଦ୍ୟମାନ? ଏପରି ସନ୍ଦେହ ହେବାର ଏହିକି ଯେ ଯଦି ସୃଷ୍ଟିକର୍ତ୍ତା ସର୍ବଶକ୍ତିମାନ ଅଟନ୍ତି ତେବେ ଦୁଃଖ ନିର୍ମୂଳ କରିବାର କ୍ଷମତା ନିଶ୍ଚୟ ତାଙ୍କର ଅଛି। ଯଦି ନଥାଏ ତାଙ୍କୁ ସର୍ବଶକ୍ତିମାନ କିପରି କହିବା? ଯେ ଦୁଃଖ ଶୂନ୍ୟ ରାଜ୍ୟ ସୃଷ୍ଟି କରି ନପାରେ ସେ ଅନ୍ତତଃ ଇଦୃଶ ଶକ୍ତିରୁ ବଞ୍ଚିତ। ତାହାଙ୍କଠାରେ ସର୍ବଶକ୍ତିମତ୍ତା ନାହିଁ, ସୀମାବଦ୍ଧ କ୍ଷମତା ମାତ୍ର ଅଛି। ଅଥବା ଏପରି ହୋଇପାରେ ଯେ ଅନ୍ୟ ସମସ୍ତ କ୍ଷମତା ସହିତ ଏ କ୍ଷମତା ମଧ୍ୟ ତାଙ୍କର ଅଛି, କିନ୍ତୁ ଉକ୍ତ କ୍ଷମତା ନିଯୁକ୍ତିରେ ସେ ପରାଙ୍ଗମୁଖ। କାରଣ ସେ ହିଂସ୍ରକ, ସେ ଆତ୍ମସୁଖରେ ସୁଖୀ, ଅନ୍ୟର ସୁଖରେ ସୁଖ ପାଆନ୍ତି ନାହିଁ। ସୃଷ୍ଟିରେ ଯଦିଚ ଏ ସୃଷ୍ଟି ନିଜର ସୃଷ୍ଟି, ଦୁଃଖ ଦେଖିଲେ ସେ ଆହ୍ଲାଦିତ। ରୋମିଓ ନିରୋତୁଲ୍ୟ ଶ୍ୱେତର ପ୍ରାଣୀର ଦୁଃଖ ଜାଳରେ ସେ ପୁଲକିତ। ଅତଏବ ଦୁଃଖ ଅପନୋଦନର କ୍ଷମତା ଥିଲେ ମଧ୍ୟ ଇଚ୍ଛା କରି ସେ ଜଗତରେ ଦୁଃଖ ବିଞ୍ଚି ଦେଇ ତାଙ୍କର ସୁଖର ବାଟ ବରାବର ଉନ୍ମୁକ୍ତ ରଖିଅଛନ୍ତି। ଅର୍ଥାତ୍ ଦୁଃଖ ବିନାଶ ସେ କରିପାରିଥାନ୍ତେ, କିନ୍ତୁ ତାଙ୍କ ମନ୍ଦ ପ୍ରକୃତି ଯୋଗୁଁ ସେ ତାହା କରିନାହାନ୍ତି। ମୋଟ କଥା ଏହିକି ଭଗବାନଙ୍କ କ୍ଷମତା ଅଭାବରୁ ଅଥବା ଉତ୍ତମତା ଅଭାବରୁ ସଂସାରରେ ଦୁଃଖ ରହିଅଛି। ଏଥିମଧ୍ୟରୁ କୌଣସିଟି ସତ୍ୟ ହେଲେ ଈଶ୍ୱରଙ୍କ ଈଶ୍ୱରତ୍ୱ ରହିବ ନାହିଁ। କାରଣ ଈଶ୍ୱର କହିଲେ ଆମ୍ଭେମାନେ ବୁଝୁ ସାର୍ବଭୌମ ପୁରୁଷ ରତ୍ନ, ଯେ କି ଯାବତୀୟ କ୍ଷମତା ଓ ସଦ୍ଗୁଣାବଳୀରେ ପରିପୂର୍ଣ୍ଣ। ଏହି ହେତୁରୁ ଅନେକ ଭଗବାନଙ୍କ ଅସ୍ତିତ୍ୱ ସ୍ୱୀକାର କରିବାକୁ କୁଣ୍ଠିତ। ଯଦି ସ୍ରଷ୍ଟା ହିଂସା ପ୍ରଣୋଦିତ ତେବେ ସେ ଦାନବ, ଦେବ ନୁହନ୍ତି। ଯଦି ଦୁଃଖ ତିରୋଧାନ କ୍ଷମତା ବିବର୍ଜିତ ତେବେ ସେ ଅନ୍ଧ ଜଡ଼ ପ୍ରକୃତି ମାତ୍ର। ଖୁବ୍ ବେଶୀ ହେଲେ ଏ ସୃଷ୍ଟି କ୍ଷୁଦ୍ର ଦେବତା ବା ଶାଳଗ୍ରାମର ସୃଷ୍ଟି ହୋଇପାରେ, କିନ୍ତୁ ମହାଦେବଙ୍କର ସୃଷ୍ଟି ନୁହେଁ। ବିଷୟଟିର ସାରବତ୍ତା ଉତ୍ତମ ରୂପେ ହୃଦୟଙ୍ଗମ କଲେ ବୁଝାଯିବ ଯେ ଯେଉଁମାନେ ବିଚାର କରନ୍ତି ଭଗବାନ ନିଜର ଅନନ୍ତ ପରାକ୍ରମ ସାହାଯ୍ୟରେ ଦୁଃଖର ବୀଜ ଧ୍ୱଂସ କରି ସୁଖଗୁଡ଼ିକ ରଖିଯାଇପାରିବେ, ସେମାନେ ଆକାଶ କୁସୁମର କଳ୍ପନା କରନ୍ତି ମାତ୍ର। ଦୁଃଖ ପାଇଁ ସୁଖ, ସୁଖ ପଦବାଚ୍ୟ; ସୁଖ ପାଇଁ ଦୁଃଖ, ଦୁଃଖ ପଦବାଚ୍ୟ। ସୁଖ ଦୁଃଖ ପରସ୍ପର ସାପେକ୍ଷ। ଦୁଃଖ ଥିବାରୁ ସୁଖ ଅଛି, ସୁଖ ଥିବାରୁ ଦୁଃଖ ଅଛି। ବାର୍ଦ୍ଧକ୍ୟ ହେତୁ ଯୌବନ ସୁଖମୟ, ଦରିଦ୍ରତା ହେତୁ ଧନିତ୍ୱ ସୁଖମୟ। ଯେଉଁଠାରେ ସମସ୍ତେ ଧନୀ ସେଠାରେ ଧନିତ୍ୱ ନାହିଁ। ଯେଉଁଠାରେ ଅବିଶ୍ରାନ୍ତ ସୁଖ ପରମ୍ପରା ଥିବାର ପ୍ରତୀୟମାନ ହୁଏ ସେଠାରେ ସୁଖର ଉପଭୋଗ ନାହିଁ। ସୁଖ ଦୁଃଖର ସମ୍ପର୍କ ଏହି ପ୍ରକାରର ହେଲେ ଦୁଃଖ ବିଯୁକ୍ତ ସଂସାର କିପରି ସଂସାର ହେବ? ତାହା ଯଥାର୍ଥରେ ଆମମାନଙ୍କର ଭୋଗ୍ୟବସ୍ତୁ ହୋଇପାରିବ କି ନା ଥରେ ଉତ୍ତମ ରୂପେ ପ୍ରଣିଧାନ କରିବା ଉଚିତ। ଅତଏବ ଯଦିଚ ଭଗବାନଙ୍କର ଦୁଃଖ ଅପନୋଦନର କ୍ଷମତା ଅଛି, ସେ ଆମମାନଙ୍କ ପାଇଁ ମଙ୍ଗଳ ପାଇଁ ଉକ୍ତ କ୍ଷମତା ପ୍ରୟୋଗ କରିନାହାନ୍ତି। କାରଣ ଦୁଃଖର ନିଷ୍କାସନ ସଙ୍ଗେ ସୁଖର ମଧ୍ୟ ନିଷ୍କାସନ ଘଟିବ ଏବଂ ସୁଖ ଦୁଃଖ ଉଭୟ ବିତାଡ଼ିତ ହେବା ଅପେକ୍ଷା ଉଭୟ ସ୍ଥାନ ପାଇବା ଶ୍ରେୟସ୍କର। ଯେଉଁ ରାଜ୍ୟରେ ସୁଖ ଦୁଃଖର ସ୍ଥାନ ନାହିଁ ସେ ରାଜ୍ୟରେ ପ୍ରାଣୀର ସ୍ଥାନ ନାହିଁ। ସୁଖ ଦୁଃଖର ଅନୁଭୂତି ପ୍ରାଣୀର ପ୍ରାଣୀତ୍ୱ ନିର୍ଦ୍ଦେଶକ। ଏତଦ୍ ବ୍ୟତୀତ ଦୁଃଖର ଅନ୍ୟ କେତେକ ପ୍ରୟୋଜନ ମଧ୍ୟ ଅଛି। ଦୁଃଖ ଥିବାରୁ ଦୁଃଖ ଦମନ ନିମିତ୍ତ ଆମେମାନେ ସଂଗ୍ରାମରେ ପ୍ରବୃତ୍ତ ହେଉଅଛୁ ଏବଂ ଦୁଃଖର ବିଭୀଷିକା ସଙ୍ଗେ ସଂଗ୍ରାମରେ ତୁମୁଳତ୍ୱ ଉପଲବ୍ଧି କରୁଅଛୁ। ଦୁଃଖ ଆୟତ୍ତ କରିବା ପାଇଁ ଶକ୍ତି ଆବଶ୍ୟକ ଏବଂ ଦୁଃଖ ଯେ ପରିମାଣରେ ବୃହତ୍ରୁ ବୃହତ୍ତର ହୁଏ ଶକ୍ତିମତ୍ତା ସେ ପରିମାଣରେ ମାର୍ଜିତ ଓ ବୃଦ୍ଧିପ୍ରାପ୍ତ ହୁଏ। ଦରିଦ୍ର ନିବାରଣ ପାଇଁ
केते चेष्टा केते श्रम ओ अध्यवसाय प्रयोग हेउनाही कि पुणी ए साधना नियत लागी रहिछि। रोग व्याधिर उपशम पाई केते अभिज्ञता लाभ केते शास्त्र अध्ययन केते नूतन तत्वर आविष्कार बा न हेउछि। कोएटारे भीषण भूमिकंप निकटरे घटिछि। लोकमानंकर क्लेश पीड़ा दुर्दशा स्मरण कले रोमांच हुए, किंतु एही भयावह दुर्घटनार अन्य दिग मध्य रहिछि। सेवा और त्यागर मानव मानव मध्यरे प्रीति और एकतार ताहाकि जीवंत उदाहरण। दुख सरोवर त्याज्य पदार्थ नुहे, सेहिठारे ही मानवर महत्व प्रस्फुटित हुए। पुणी दुख वर्जन सुखर अंतराय, दुख मार्ग देई सुख लब्ध हुए। दुखर प्रगति सुख दिगरे, दुख अनेक बृहत सुखर परीक्षा केन्द्र मध्य प्रवेशर द्वार। आम मानक मध्यरे जो माने नेता जो माने उच्च जो माने महत जो माने जाति धर्म देश समाज कार्य नियुक्त सेमानंकर कि ध्यान और अनुध्यान कि कठोर तपस्या कि प्रयास और अध्यवसाय। शिल्पी और विज्ञानी सर्वत्र आदर और सम्मानर पात्र। एमानंकर सृष्टि और गवेषणार सारा जगत उपकृत, किंतु एमाने आहार निद्रा सुख स्वाच्छंद जलांजलि देई व्रत पालन रे नियुक्त। समाज संस्कारक समाजर कुसुम, किंतु ताहार शरीर कंटकमय। लांछना अवमाननारे से प्रपीड़ित। राष्ट्र परिचालक निंदा ग्लानि समालोचनारू क्वचित अव्याहति पाए। पुणी केते दुश्चिंता तार मनोराज्य अधिकार करि बसे। दैत्य कूलरे प्रह्लादंकर प्रतिष्ठा दारुण परीक्षा क्रमरे यीशुख्रीष्टंक प्रभुत्व सेही शूलखंबरे। एमाने केबे हेले दुख पाई कर्तव्य पथरु विचलित होई नाहंती, बरं क्लेश निर्यातना प्रफुल्ल चित्तरे वर्ण करियछंती। जे बड़ से दुखर सहचर। भारवाही मानव यथार्थतः बृहत एवं भारर गुरुता मानवर उच्चता परिमापक। दुख सृष्टि सहित एक सूत्र रे ग्रथित। सृष्टि गाणितिक एक संख्यार उद्भावन नुहे। सृष्टि कहिले गोटिए मात्र वस्तु बा प्राणी बा व्यक्तिर जन्म सूचित हुए नहीं। यह नाना जातीय पदार्थर आविर्भाव और अभिवृद्धि। नाना जातीय पदार्थर अर्थ विभिन्न गुण धर्म परिमाण सूचक पदार्थ एवं एपरि पदार्थ मान थिले परस्पर प्रभेद थिबो। धनी और दरिद्र, दुर्बल और बलवान, ज्ञानी और मूर्ख प्रभेदता सूचक एवं व्यक्ति व्यक्ति भेद थिले दुख थिबो। यद्यपि सारा जगत को दुईटी मात्र व्यक्ति मध्य विभक्त करा जाए और समान भाव में विभक्त करा जाए, तथापि ए दुहे दुखरु वंचित हेबे नहीं। एक अन्य को विताड़ित बा आयत्त करिबारे एवं प्रत्येक एक चक्रवर्ती हेबारे लागी रहिबे एवं ताहा न हेबा जाए अशांति भोगुथिबे। सृष्टि करी बहुत्व एड़ाइबा जेपरि असाध्य, बहुत्व घटाई दुख एड़ाइबा सेहिपरि असंभव। भगवान असीम क्षमताशाली सत्य, किंतु यार अर्थ नुहे जे से जहा ताहा करि परिबे बा मागिबा मात्रे जोगाई देबे। सुख दुख मध्यरे अवस्थान्तर आनिबा, असंभव को संभव संभव को असंभव करिबा ऐन्द्रजालिक माया होई पारे, किंतु एपरि कार्य विद्वत्तार परिचय नुहे। भगवत सृष्टि रे कुहुक विद्यार भ्रम हेतु केही केही घोर संदेह पड़ी थांती। मात्र विषयटी उत्तम रूपे आलोचना कले देखाजिब जे दुखर अवस्थान जोगु परमेश्वरंक प्रति दोषारोप करिबा युक्तियुक्त नुहे। दुख हिंसा प्रसूत कि अपारगतामूलक नुहे। अदुखी संसार सृष्टि करिबा संभवयोग्य होइथिले से निश्चय करिथान्ते। दुखर अपसारण संगे अनेक बरणीय पदार्थ जे केवल अपसारित हुए ता नुहे, सृष्टि असंभव होई पड़े। प्रश्न होई पारे, जदि सृष्टिर नियम जोगु संसार रे दुख स्थान पाए एवं भगवान सृष्टिर अनुवर्ती अटंती, तेबे तद्वारा ताहाकु श्वेतर पदार्थर बशवर्ती हेबाकु हुए। एपरि अवस्थारे भगवानकर अनपेक्षत्व रहे नाही। एणु परमेश्वरंकर परमेश्वरत्व रे बाधा घटे। किंतु स्मरण रखिबा उचित जे ए सृष्टि भगवानकर सृष्टि, सृष्टिर नियम भगवानकर नियम। सुतरां सृष्टिर बा सृष्टि जनित नियमर अनुसरण करिबा द्वारा भगवान निजकु ही अनुसरण करंती एवं निजकु अनुसरण करिबा पराधीनतार लक्षण नुहे।
ବାସ୍ତବରେ କ'ଣ ଦୁଃଖ ଶୂନ୍ୟ ନିରାଟ ସାମ୍ୟ ଜଗତ ପ୍ରତ୍ୟେକର ଇପ୍ସିତ ବସ୍ତୁ? ପରୀକ୍ଷାରେ ଫେଲ୍ ହେବା ବା କମ୍ ନମ୍ବର ପାଇବା ଗୋଟାଏ ଦୁଃଖ। ମନେକର ସଂସାରରୁ ଭେଦ ଓ ତାରତମ୍ୟ ଉଠାଇ ଦିଆଗଲା, ଏଥିରେ ଆମେମାନେ ସନ୍ତୁଷ୍ଟ ହେବୁ କି? ଯଦି ପ୍ରତ୍ୟେକ ଛାତ୍ର 100ରୁ 100 ନମ୍ବର ପାଏ ତେବେ ମଧ୍ୟ ଏଥିରେ ଆପତ୍ତି ହେବ। ଯେଉଁମାନେ ଉତ୍କୃଷ୍ଟ ଛାତ୍ର ସେମାନେ ନିଶ୍ଚୟ କହିବେ, ଏ କେଉଁ ଜାତୀୟ ପରୀକ୍ଷା? ଏଥିରେ ଧୁଆ ଅଧୁଆ ଏକାଦର, ଏଇଟା ତ ପରୀକ୍ଷା ନୁହେଁ, ପରୀକ୍ଷା ଛଳନାରେ ବୃଥା ଟଣା ଓଟରା। ଯଦି ତୁମେ କହ ପରୀକ୍ଷାଟା କରିବା ହିଁ ଦୁଃଖ, ତାକୁ ଉଠାଇ ଦେଲେ ଦୁଃଖ ରହିବ ନାହିଁ, ଭଲ ପିଲାମାନେ ବାଧା ଦେଇ କହିବେ ପରୀକ୍ଷା ରହୁ, ବରଂ ଟିକେ କଡ଼ାକଡ଼ି ହେଉ। ନିକୃଷ୍ଟତା ଏକାବେଳକେ ଦୂର କରିବା ସୃଷ୍ଟି ବିରୁଦ୍ଧ। ନିକୃଷ୍ଟ ଓ ଉତ୍କୃଷ୍ଟକୁ ଏକାସନରେ ବସାଇବା ମଧ୍ୟ ନୀତି ବିରୁଦ୍ଧ। ପ୍ରକୃତ କଥା ଏହିକି ସଂସାରର ଦୁଃଖ କଷ୍ଟରେ ସେହିମାନଙ୍କର ଆପତ୍ତି ଯେଉଁମାନେ ଏହାର ସମ୍ମୁଖୀନ ହେବାକୁ ପଶ୍ଚାତପଦ, ଯେଉଁମାନଙ୍କର ନିଜ ଉପରେ ଆସ୍ଥା ନାହିଁ, ଯେଉଁମାନଙ୍କର ଧୈର୍ଯ୍ୟ ସାମର୍ଥ୍ୟ ଅର୍ଦ୍ଧ୍ୟବସାୟ ଅଭାବ ଥାଏ, ଯେ ଦୁଃଖ ଦମନରେ ଅସମର୍ଥ। ସେ କଳ୍ପନା କରେ ଦୁଃଖ ନଥିଲେ ସେ ସୁଖୀ ହୋଇଥାନ୍ତା, କିନ୍ତୁ ସଂସାର କେବଳ ଅସମର୍ଥ ଲୋକରେ ପରିପୂର୍ଣ୍ଣ ନୁହେଁ। ସମର୍ଥ ବ୍ୟକ୍ତିମାନେ ଚାହିଁବେ ଦୁଃଖ କଷ୍ଟ ଥିବା ଏକାନ୍ତ ଲୋଡ଼ା, କାରଣ ଏସବୁ ଆୟତ୍ତ କରିବାରେ ସେମାନଙ୍କର ତେଜ ବୀର୍ଯ୍ୟ ପ୍ରକଟିତ ହେବ। ଦୁଃଖର ଦ୍ୱାହି ଦେଇ ବ୍ରହ୍ମାଣ୍ଡର ନିନ୍ଦା କରିବା ବ୍ୟାଡ୍ ୱାର୍କମେନ୍ କ୍ୱାର୍ଲ ୱିଥ୍ ଦେୟାର ଟୁଲ୍ସ ନୀତି ଛଡ଼ା ଆଉ କିଛି ନୁହେଁ। କିନ୍ତୁ ଏହା ସତ୍ୟ ଯେ ସଂସାରରେ ଦୁଃଖ ଇଚ୍ଛା ମତେ ଦୂର ହୁଏ ନାହିଁ, କି ସୁଖ ଖୋଜିବା ମାତ୍ରେ ଆସେ ନାହିଁ। ଏଥିପାଇଁ ଯୋଗ୍ୟତା ଆବଶ୍ୟକ। କେହି ପରିଶ୍ରମ କରି ଉପଯୁକ୍ତ ଫଳ ପ୍ରାପ୍ତି ଯୋଗୁଁ କେହି ବା ଫଳ ପାଉ ବା ନ ପାଉ ନିୟତ ଚେଷ୍ଟା ଯତ୍ନ କରିବାରେ ସୁଖ ଅନୁଭବ କରେ। ସେହିପରି ଅନ୍ୟମାନେ ପରିଶ୍ରମ କାତରତା ଯୋଗୁଁ ବା ପରିଶ୍ରମ କରି ଅକୃତ କାର୍ଯ୍ୟ ହେବା ଯୋଗୁଁ ଦୁଃଖ ଅନୁଭବ କରନ୍ତି। ସୁଖ ଦୁଃଖ ଆକସ୍ମିକ ଘଟଣା କି ସ୍ୱତଃ ନିର୍ଗତ ମାନସିକ ବିକାର ନୁହେଁ। ସେଥିପାଇଁ କର୍ମ ଓ ସାଧନା ଲୋଡ଼ା। ପୁଣି କେଉଁଠି ସୁଖ, କେଉଁଟା ସୁଖାଭାସ ମାତ୍ର, କିଏ ବିଶୁଦ୍ଧ ସୁଖ, କିଏ ବା ଦୁଃଖର ଅଗ୍ରଦୂତ, କାହିଁରେ ସୁଖ ନିଜଠାରେ କି ଶ୍ୱେତର ପଦାର୍ଥରେ, ଏବଂ ଯଦି ଏହା ହୁଏ ସେ ପଦାର୍ଥ କ'ଣ ଓ କିପରି? ଏସବୁ ବିଷୟର ଯଥାଯଥ ଜ୍ଞାନ ଉପରେ ସୁଖ ଦୁଃଖର ଅନୁଭୂତି ଅନେକ ପରିମାଣରେ ନିର୍ଭର କରେ। ଏବଂ ଯଦି ବା ଆମ୍ଭମାନଙ୍କର ଜ୍ଞାନ ଓ ଅଭିଜ୍ଞତା ସୀମାବଦ୍ଧ ଥିବା ଯୋଗୁଁ ସଂସାରର ସମସ୍ତ ଦୁଃଖର ଉପଯୁକ୍ତ କାରଣ ନିର୍ଦ୍ଦେଶ କରିବା ପାଇଁ ଆମେମାନେ ଅସମର୍ଥ, ଅନେକ ଦୁଃଖ ପାଇଁ ଯେ ଆମେମାନେ ନିଜେ ଦାୟୀ ତାହା କେହି ଅସ୍ୱୀକାର କରିପାରିବେ ନାହିଁ। ଦୁଃଖ ପ୍ରଧାନତଃ ଦୁଇ ପ୍ରକାର, ପ୍ରକୃତିଗତ ଆଉ ମାନବକୃତ। ଅଧିକାଂଶ ମାନବକୃତ ଦୁଃଖ ହିଂସା ଦ୍ୱେଷ ସର୍ବଗ୍ରାସିତାର ପ୍ରାବଲ୍ୟରୁ ଘଟେ ଏବଂ ଆମମାନଙ୍କର ବୁଦ୍ଧି ଦୋଷ ମାନସିକ ବିକୃତି ଓ ସ୍ୱାର୍ଥ କୈନ୍ଦ୍ରିକତା ନିମିତ୍ତ ଉପସ୍ଥିତ ଦୁଃଖ ଅଯଥା ପରିବର୍ଦ୍ଧିତ ହୁଏ। ଯଦି ମୁଁ ଦୁଃଖ ପାଇଲି ବା ମୋର ପିଲାପିଲି ବା ଆତ୍ମୀୟମାନେ ଦୁଃଖ ପାଇଲେ, ମୋହର ଦୃଷ୍ଟିରେ ସଂସାରଟି ଦୁଃଖମୟ, ଯେପରିକି ସଂସାରର ଅବସ୍ଥିତି ମୋ ପାଇଁ ବା ମୋହର ଆତ୍ମୀୟଙ୍କ ପାଇଁ। ପୁଣି ଅନ୍ୟମାନଙ୍କର ସୁଖକୁ ସୁଖ ଭାବରେ ଗ୍ରହଣ କରି ନ ପାରି ଏବଂ ସେଥିରେ ଈର୍ଷାରେ ଜର୍ଜରିତ ହୋଇ ଅନେକ ସମୟରେ ଦୁଃଖର ମାତ୍ରା ବୃଦ୍ଧିପ୍ରାପ୍ତ ହେବାରେ ଆମମାନେ ସାହାଯ୍ୟ କରୁ। ଏ କ୍ଷେତ୍ରରେ ଉଦାରତା ଓ ମାନସିକ ପ୍ରସାରର ଅଭାବ ଦୁଃଖାଧିକ୍ୟର କାରଣ। ସଂସାର ଥିଲେ ଦୁଃଖ ଥିବ ଏବଂ ଦୁଃଖ ଥିଲେ କାହାରିକୁ ହେଲେ ଭୋଗିବାକୁ ହେବ। ଏତକ ଉପଲବ୍ଧି କରିପାରିଲେ ଏବଂ ମାନବ ଜଗତରେ ପରସ୍ପରର ସୁଖ ଦୁଃଖରେ ଜଡ଼ିତ ଏହି ଜ୍ଞାନ ହୃଦୟଙ୍ଗମ କଲେ, ଯେତେବେଳେ ନିଜଠାରେ ସୁଖର ଅଭାବ ଘଟିବ ଅନ୍ୟଠାରେ ସୁଖ ଦେଖି ସେ ସୁଖ ଅନୁଭବ କରିପାରିବ ଏବଂ ଏତଦ୍ୱାରା ଦୁଃଖର ମାତ୍ରା ଅନେକ ପରିମାଣରେ ହ୍ରାସ ହେବ। ଦୁଃଖର ଅଂଶୀଦାର ମିଳିଲେ ଦୁଃଖର ଗୁରୁତ୍ୱ ଯେପରି କମିଯାଏ, ସୁଖର ଅଂଶୀଦାର ହେଲେ ସୁଖର ମାତ୍ରା ସେହିପରି ବର୍ଦ୍ଧିତ ହୁଏ। ସଂସାରରୁ ଦୁଃଖ ଓ ତହିଁ ସଙ୍ଗେ ଯାବତୀୟ ବିଭିନ୍ନତାର ତିରୋଧାନ ଘଟାଇ ଗୋଟିଏ କାଳ୍ପନିକ ସମାନତାର ପଟ୍ଟ ଅଙ୍କନ କରାଯାଇପାରେ, କିନ୍ତୁ ବାସ୍ତବ ଜଗତରେ ସୃଷ୍ଟି କ୍ଷେତ୍ରରେ ଏହାର ସ୍ଥାନ ନାହିଁ କି ମୂଲ୍ୟ ନାହିଁ। ଯେଉଁଠାରେ ବହୁତା ବିବିଧତା ବିଚିତ୍ରତା ଓ ସରସତାର ଚିହ୍ନ ସୁଦ୍ଧା ନଥାଏ, ଯେଉଁଠାରେ ଯାବତୀୟ ପଦାର୍ଥ ଏକ ଉପାଦାନରେ ପ୍ରସ୍ତୁତ, ଏକ ଛାଞ୍ଚରେ ନିର୍ମିତ, ଏକ ଧାରରେ ଏକ ଦିଗରେ ପ୍ରବାହିତ, ସେଠାରେ ସୃଷ୍ଟିର କର୍ତ୍ତୃତ୍ୱ ନାହିଁ କି ସ୍ରଷ୍ଟାର ମହତ୍ତ୍ୱ ନାହିଁ।
ଏମନ୍ତକି ମାନବ କଳ୍ପିତ ଆଦର୍ଶ ଜଗତରେ ନିତ୍ୟ ବସନ୍ତମୟ ନିଖିଳ ଶାନ୍ତି ଶୋଭାଗାର ଭୋଗ୍ୟବସ୍ତୁ ଉଦ୍ବେଳିତ ଅମର ପୁରୀରେ ମଧ୍ୟ ଟଣା ଓଟରାର ମାତ୍ରା ରହିଅଛି। ସେଠାରେ ଇନ୍ଦ୍ର ମରୁତ ବରୁଣ କୁବେର ମେନକା ଉର୍ବଶୀ ପ୍ରଭୃତି ଆଦି ବ୍ୟାଧି ବାର୍ଦ୍ଧକ୍ୟ ଆୟତ୍ତ କରି ଚିର ଆନନ୍ଦମୟ ଜୀବନଯାପନ କରନ୍ତି। ପୁଣି ଏମାନଙ୍କ ମଧ୍ୟରେ ଦେବପ୍ରାଣ ତପସ୍ୱୀ ନାରଦଙ୍କର ମଧ୍ୟ ସ୍ଥାନ ରହିଛି। ମସୃଣ ପଥରେ ପ୍ରତିବନ୍ଧକର ସଙ୍କେତ ଦେବା, ସୁଖର ଉନ୍ମାଦରେ ଖେଦର ମୂଲ୍ୟ ଜାଗ୍ରତ କରାଇବା ମହର୍ଷି ନାରଦଙ୍କର ଏକତମ କାର୍ଯ୍ୟ। କିନ୍ତୁ ନାରଦ ଥିବା ସତ୍ତ୍ୱେ ବରଂ ନାରଦ ଥିବା ହେତୁରୁ ଅମରପୁରୀର ଅମରତ୍ୱ ବଜାୟ ରହିଛି। କାରଣ ଯାହା ପୂର୍ଣ୍ଣାବୟବ ତାହା ହିଁ ଅମର। ନାରଦଙ୍କର ଅଭାବ ଘଟିଲେ ଦେବଲୋକର ପରିପୂର୍ଣ୍ଣତାରେ ବ୍ୟାଘାତ ଘଟିବ। ଦେବପୁରୀ ରସ ସୌନ୍ଦର୍ଯ୍ୟ ବିଚିତ୍ରତାରୁ ବିଚ୍ୟୁତ ହୋଇ ଏକ ଶୁଷ୍କ ପଦ୍ଧତିରେ ପର୍ଯ୍ୟବେସିତ ହେବ। ଏଥିରୁ ପ୍ରତିପନ୍ନ ହୁଏ ଯେ ପାକ୍ଷିକ ଦୃଷ୍ଟିରେ ଯାହା ଦୁଃଖ ରୂପେ ଦୃଶ୍ୟମାନ, ସମୂହ ଦିଗରୁ ବିଚାର କଲେ ତାହାର ବିଶିଷ୍ଟତା ରହିଅଛି। ଅବିମିଶ୍ରିତ ସୁଖ ସୁଖ ନୁହେଁ କି ଦୁଃଖରୁ ଅନ୍ତର ରହିବା ଦ୍ୱାରା ସ୍ୱର୍ଗ ସୁଖ ଘଟେ ନାହିଁ। ସେହି ସ୍ୱର୍ଗ ଯହିଁ ଦୁଃଖ ସୁଖର ଉତ୍କର୍ଷ ସାଧନରେ ନିଯୁକ୍ତ, ଯହିଁ ସୁଖ ଦୁଃଖ ଦ୍ୱନ୍ଦ୍ୱରେ ଦୁଃଖ ନିତ୍ୟ ପରାସ୍ତ। ଏ ସଂସାର ସୁଖ ଦୁଃଖର ସଂସାର ଏବଂ ଦୁଃଖ ସଙ୍ଗେ ଦୁଃଖ ସହିବାର, ଦୁଃଖ ଆୟତ ଓ ବିନାଶ କରିବାର ଐକିକ ଓ ସମ୍ମିଳିତ ଶକ୍ତି ମଧ୍ୟ ଏଠାରେ ଅଛି। ଏଠାରେ ନାନା ରୋଗ ଥିବା ସତ୍ତ୍ୱେ ଉପଶମ ହାର ଯେ ଅଧିକ, ନାନା କାରଣରୁ ମୃତ୍ୟୁ ଘଟିଥିବା ସତ୍ତ୍ୱେ ମୋଟରେ ଜନ୍ମ ସଂଖ୍ୟା ଯେ ଅଧିକ, ଅନେକ ଭୀଷଣ ପ୍ରାକୃତିକ ଓ ଅପ୍ରାକୃତିକ ଦୁର୍ଘଟଣା ସତ୍ତ୍ୱେ ପ୍ରଳୟ ଉପରେ ସୃଷ୍ଟି ଯେ ଆଧିପତ୍ୟ ବିସ୍ତାର କରି ରହିଛି, ନାନା ଦୁଃଖରେ ପ୍ରପୀଡ଼ିତ ଥାଇ ସୁଦ୍ଧା ମାନବ ଜୀବନ ଯେ ଆମମାନଙ୍କଠାରେ ଏତାବତ୍ ଆଦରଣୀୟ ଓ ଲୋଭନୀୟ ପଦାର୍ଥ, ଏ ସମସ୍ତ ବିଷୟ ନିରପେକ୍ଷ ଭାବରେ ଚିନ୍ତା ଓ ପରୀକ୍ଷା କଲେ ସୁଖ ଦୁଃଖ ତୁଳନାରେ ସୁଖର ଆଧିକ୍ୟ ସାଧାରଣତଃ ଗୃହୀତ ହେବାର କଥା। ଏବଂ ଯଦି ଏହା ସତ୍ୟ ହୁଏ, ଏହାର ମୂଳରେ ମଙ୍ଗଳମୟ ମହାପୁରୁଷ ବିଦ୍ୟମାନ, ଏ ବିଶ୍ୱାସଟି ଦୃଢ଼ୀଭୂତ ହୁଏ। ଏ ପ୍ରସଙ୍ଗରେ ଏସପ୍ସ ଫେବଲ୍ସରେ ସନ୍ନିହିତ ବେଙ୍ଗମାନଙ୍କର ଭଗବାନଙ୍କ ପ୍ରତି ପ୍ରାର୍ଥନା ଶୀର୍ଷକ ଗଳ୍ପ ଥରେ ଆଲୋଚନା କର। ସେଥିରୁ ତିନୋଟି ସଂସାରର ଚିତ୍ର ପାଇପାରିବ। ଗୋଟିଏ ପରିଦୃଶ୍ୟମାନ ସଂସାର, ଯେଉଁଥିରେ ଆମେମାନେ ବସବାସ କରୁଛୁ, ଯହିଁରେ ସୁଖ ଦୁଃଖ ରହିଛି ଏବଂ ତାହା ସଙ୍ଗେ ଆଦର୍ଶର କଳ୍ପନା, ଆଦର୍ଶର ଅନୁସରଣ, ଆଦର୍ଶର ଅନୁଧାବନ ଓ ସନ୍ନିଧାନ, ପୁଣି ସେଥିପାଇଁ ଉପଯୁକ୍ତ କ୍ଷମତା ରହିଛି। ଏତଦ୍ ବ୍ୟତୀତ ମୁଣ୍ଡି କାଠ, କାଣ୍ଟିଆ ବଗ ଶାସିତ ଏହିପରି ଦୁଇଟି ସଂସାର ସମ୍ଭାବ୍ୟ। ପ୍ରଦତ୍ତ ସଂସାରରେ ସିଦ୍ଧ କାମ ହୋଇ ନ ପାରିବାରୁ ଇତର ସଂସାର ଦେବା ପାଇଁ ବେଙ୍ଗମାନେ ଭଗବାନଙ୍କ ନିକଟରେ ପ୍ରାର୍ଥୀ ହେଲେ। ପ୍ରାର୍ଥନା ମତେ ଭଗବାନ ମୁଣ୍ଡି କାଠଙ୍କୁ ମନୋନୀତ କରି ଶାସନ କରିବା ପାଇଁ ଆଦେଶ ଦେଲେ। ମୁଣ୍ଡି କାଠ ରାଜାଙ୍କ ଶାସନ ଯୋଗୁଁ ବରଂ ଯଥାର୍ଥ ଭାଷାରେ ପ୍ରକାଶ କଲେ ମୁଣ୍ଡି କାଠ ରାଜାଙ୍କ ଅଶାସନ ଫଳରେ ଏକ ଅରାଜକ ରାଜ୍ୟ ସଂଗଠିତ ହେଲା। କ୍ଷୁଦ୍ର ବୃହତ୍ତର ପ୍ରଭେଦ ଆଇନ ନିୟମର କର୍ତ୍ତୃତ୍ୱ ଲୋପ ପାଇଲା। ଅଳ୍ପ ସମୟ ପରେ ବେଙ୍ଗମାନେ ପୁଣି ଅସନ୍ତୁଷ୍ଟ ହୋଇ ଆହୁରି ଥରେ ଭଗବାନଙ୍କର ଦ୍ୱାରସ୍ଥ ହେଲେ। ଶେଷରେ କାଣ୍ଟିଆ ବଗ ରାଜାଙ୍କୁ ପାଇ ବେଙ୍ଗଗୁଡ଼ିକର ଯେଉଁ ଦୁରାବସ୍ଥା ଘଟିଲା, ତାହା ସମସ୍ତେ ଉତ୍ତମ ରୂପେ ଜାଣନ୍ତି। ଏ ସୁଖ ଦୁଃଖ ସଂସାରର ତୀବ୍ରତାରେ ବିଚଳିତ ହୋଇ ଯଦି କେହି ଏହାର ସମୂଳ ବିନାଶ କାମନା କରେ ଓ ଏହା ସ୍ଥାନରେ ଉତ୍ତମତର ସଂସାର ଲୋଡ଼େ, ତାହାର ଯେ ବେଙ୍ଗମାନଙ୍କର ଦଶା ନ ହେବ, ଏହା କିଏ କହିପାରେ? ବେଙ୍ଗମାନଙ୍କର ପରୀକ୍ଷା ପର୍ଯ୍ୟାୟରୁ ଯେ ଆମେମାନେ ନିଷ୍କୃତି ପାଇଅଛୁ, ସେଥିପାଇଁ ଅନ୍ତତଃ ସୃଷ୍ଟିକର୍ତ୍ତାଙ୍କ ନିକଟରେ କୃତଜ୍ଞ ରହିବା ଉଚିତ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଭଗବାନଙ୍କ ରାଜ୍ୟରେ ଦୁଃଖ, ରଚନା ବିପିନ ବିହାରୀ ରାୟ। ପ୍ରବନ୍ଧଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।